ଆପଣଙ୍କ ଗଳାରେ ଯଦି କିଛି ଅଟକି ଗଲା ଭଳିଆ ଲାଗୁଛି, ଗଳାରେ ସବୁବେଳେ ପେନ୍ ରହୁଛି ଏବଂ ସବୁବେଳେ ଏମିତି ମନେ ହେଉଛି ଯେ ଏମିତି କରିବାକୁ ମନେ ହେଉଛି, କିମ୍ବା ଗଳାର ଯେକୌଣସି ସମସ୍ୟା ପାଇଁ ପ୍ରଥମେ ଗଳାର ଏଣ୍ଡୋସ୍କୋପି ହେବା ଜରୁରୀ। ତାପରେ ଇଲେକ୍ଟ୍ରୋ ହୋମିଓପାଥିର ଗୋଟେ ଭଏସ୍ ପ୍ଲସ୍ ମେଡ଼ିସିନ୍ ଅଛି। এই ଭଏସ୍ ପ୍ଲସ୍ ମେଡ଼ିସିନ୍ଟି ଅତି ସୁନ୍ଦର ଭାବରେ କାମ କରିଥାଏ। ତା ସହିତ ଭଏସ୍ ଥେରାପି ବହୁତ ଗୁଡ଼ିଏ ସ୍ୱରଜନିତ ସମସ୍ୟାର ସମାଧାନ ମଧ୍ୟ କରିପାରେ। ଯଦି ସେପରି କିଛି ଅସୁବିଧା ଆପଣଙ୍କୁ ହେଉଛି, ଆପଣ ଗୀତା ସ୍ପିଚ୍ ଆଣ୍ଡ ହିୟରିଂ କ୍ଲିନିକ୍ ଆଠଗଡ଼କୁ ଆସି ନିଜର ଗଳାର ଏଣ୍ଡୋସ୍କୋପି କରାଇପାରିବେ। ପ୍ଲସ୍ এই ଭଏସ୍ ପ୍ଲସ୍ ମେଡ଼ିସିନ୍ଟି ଆପଣ ୟୁଜ୍ କରି ଭଏସ୍ ଥେରାପି ମଧ୍ୟ ଅଳ୍ପ କିଛି ଦିନ ନେଇ ନିଜର ଭଏସ୍ ବା ସ୍ୱରକୁ ପୁନର୍ବାର ଭଲ କରିପାରିବେ। ଖାଦ୍ୟ ଢୋକିବାର ଯେଉଁ ସମସ୍ୟା, ତାର ମଧ୍ୟ ସ୍ୱାଲୋଇଂ ଥେରାପି ଆମେମାନେ କରୁଛୁ। ଏଣ୍ଡୋସ୍କୋପି କଲା ପରେ ଯଦି ଖାଦ୍ୟ ଢୋକିବାରେ ଆପଣଙ୍କର ସମସ୍ୟା ଥାଏ, ସ୍ୱାଲୋଇଂ ଥେରାପି ବା ଖାଦ୍ୟ ଢୋକିବାର ଥେରାପି ଆମେ ସେଇଟା କରୁଛେ। ତେଣୁ ତାହା ବହୁତ ଇଫେକ୍ଟିଭ୍ ଏବଂ ଆପଣଙ୍କୁ ବିନା ସମସ୍ୟାରେ ଖାଦ୍ୟ ଢୋକିବାକୁ ହେଲ୍ପ କରିଥାଏ। थैंक यू।